ଭାରତର ପରୀକ୍ଷା ସଂକଟକୁ କେବଳ ପ୍ରଶ୍ନପତ୍ର ଲିକ୍ ଘଟଣା ଭାବରେ ଦେଖିଲେ ଭୁଲ ହେବ, କାରଣ ଏହା ହେଉଛି ଏକ ବ୍ୟବସ୍ଥାଗତ ବିଫଳତାର ଚିତ୍ର। ଏକ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ଭାରତର ପରୀକ୍ଷା ବ୍ୟବସ୍ଥା ସମ୍ପର୍କିତ ଆର୍ଟିକଲ ଲେଖି ଏଭଳି କିଛି ମତ ରଖିଛନ୍ତି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ। କେବଳ ଆକ୍ରୋଶ, ଇସ୍ତଫା କିମ୍ବା କେବଳ ପରୀକ୍ଷା ବାତିଲ କଲେ ବ୍ୟବସ୍ଥା ବଦଳେ ନାହିଁ, ତେଣୁ ସେଥିପାଇଁ ଦେଶରେ ପରୀକ୍ଷା ସଂସ୍କାର ଆବଶ୍ୟକତା ଅଛି। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରୀକ୍ଷା ସଂସ୍କାରକୁ ଆଗକୁ ନେଇପାରିବେ ବୋଲି ଅମିତାଭ କାନ୍ତ ଲେଖିଛନ୍ତି। କାରଣ ଧର୍ମେନ୍ଦ୍ର ପ୍ରଧାନ କେବଳ ଏକ ମନ୍ତ୍ରଣାଳୟର ପ୍ରଶାସକ ନୁହେଁ, ସେ ଏମିତି ନେତା ଯିଏ ପଲିସିକୁ ଡେଲିଭର କରନ୍ତି ଆଉ ଡେଲିଭରିକୁ ଜନଭରସାରେ ପରିଣତ କରିବାର ରାଜନୈତିକ ଓ ପ୍ରଶାସନିକ ଅନୁଭବ ରଖନ୍ତି। ଉଜ୍ଜ୍ୱଳା ଯୋଜନାରେ ଯେଭଳି ଗରିବ ଘରର ଚୁଲିରୁ ଧୂଆଁ ହଟିଥିଲା, ସେହିପରି ଏବେ ପରୀକ୍ଷା ବ୍ୟବସ୍ଥାରେ ଦରକାର ଦୃଷ୍ଟି, ଦିଗ ଓ ଡେଲିଭରି, ଯାହା ଧର୍ମେନ୍ଦ୍ର ପ୍ରଧାନ ହିଁ ସମ୍ଭବ କରିପାରିବେ। ଖୋଦ୍ ଅମିତାଭ କାନ୍ତ ମଧ୍ୟ ସଂସ୍ଥାଗତ ସଂସ୍କାର, ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂସ୍କାର, ପ୍ରଯୁକ୍ତିଗତ ସଂସ୍କାର, ପ୍ରଶ୍ନପତ୍ର ପରିଚାଳନାର ସୁରକ୍ଷା, ପରିଚୟ ଓ ନିରୀକ୍ଷଣ ବ୍ୟବସ୍ଥା ସହ ଏଆଇର ବ୍ୟବହାର ଦ୍ୱାରା କେମିତି ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ ତାର ସ୍ପଷ୍ଟ ଚିତ୍ର ରଖିଛନ୍ତି। ଠିକାଦାର, ଅସ୍ଥାୟୀ ନିରୀକ୍ଷକ ଓ ଆଉଟସୋର୍ସିଂ ଉପରେ ନିର୍ଭର ନ କରି ଏନ୍ଟିଏକୁ ଏକ ସ୍ଥାୟୀ, ପେସାଦାର, ଉଚ୍ଚ କ୍ଷମତା ସମ୍ପନ୍ନ ମୂଲ୍ୟାୟନ ସଂସ୍ଥାରେ ପରିଣତ କରିବା ଆବଶ୍ୟକ ବୋଲି ଅମିତାଭ କାନ୍ତ ଆର୍ଟିକଲରେ ଲେଖିଛନ୍ତି। ସେହିପରି ଭାରତରେ ପରୀକ୍ଷା ବ୍ୟବସ୍ଥାର ଅସଲି ଚ୍ୟାଲେଞ୍ଜ ହେଉଛି ଏହାର ବିଶାଳ ଆକାର। 2018-2024 ମଧ୍ୟରେ ଏନ୍ଟିଏ 244ଟି ପରୀକ୍ଷା ପରିଚାଳନା କରିଛି, ଯେଉଁଠି ପରୀକ୍ଷାର୍ଥୀ ସଂଖ୍ୟା 67 ଲକ୍ଷରୁ ବଢ଼ି 1,22 ଲକ୍ଷରେ ପହଞ୍ଚିଛି। କେବଳ ନିଟ୍ରେ ହିଁ ଗୋଟିଏ ଦିନରେ 22ରୁ 24 ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରୁଛନ୍ତି। ଭାରତରେ ବି ପରୀକ୍ଷା ସାରା ବର୍ଷ ଚାଲୁଥିବାରୁ ଏହାକୁ ଅନ୍ୟ ଦେଶର ପରୀକ୍ଷା ପ୍ରଣାଳୀ ସହ ତୁଳନା କରାଯାଇପାରିବ ନାହିଁ। ଭାରତରେ ପରୀକ୍ଷାର ୱିନର ଟେକ୍ ଅଲ୍ ପ୍ରକୃତିକୁ ହ୍ରାସ କରି ଗୋଟିଏ ଦିନର ପରୀକ୍ଷା ଜଣେ ଛାତ୍ରର ଭାଗ୍ୟ ନିର୍ଦ୍ଧାରଣ କରିବା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ଅମିତାଭ। ବରଂ ମଲ୍ଟି ଷ୍ଟେଜ୍ ଟେଷ୍ଟିଂ ଏବଂ ଏକାଧିକ ସୁଯୋଗ ପ୍ରଦାନ ଦ୍ୱାରା ପରୀକ୍ଷାର୍ଥୀଙ୍କ ମାନସିକ ଚାପ କମିବ ଏବଂ ବ୍ୟବସ୍ଥା ଅଧିକ ମାନବୀୟ ହେବ। ବ୍ୟୁରୋ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍।